ଆଜ୍ଞା ଅତି ନିମ୍ନମାନର କାମ କଣ୍ଟ୍ରାକ୍ଟର କରିକି ପଳେଇଲା। ଆମେ ଏଇଟା ବିଲ ରାସ୍ତା ତ ଲୋକ ଟିକେ କମ୍ ଆସନ୍ତି, ଟଙ୍କାର ସୁଯୋଗ ନେଇକି ଘଷିକି ପଳେଇଛି। ଖାଲି ଖାଲି ଘଷି ଦେଇଛି, ଦେଖୁନାହାନ୍ତି ଘାସ ଏମିତି ପିଚୁ ହେଇଛି ଯେ ଘାସ ଫୁଟେଇକି ଉଠୁଛି। ସେ ଘାସକୁ ମାରିବା ପାଇଁ ଘାସ ମରା ସ୍ପ୍ରେ ହଉଛି ଏଠି। କାମ କହିଛି ଦେଖୁ ବାରମ୍ବାର ଆମେ ରୁକିଛୁ, ବାରମ୍ବାର କହିଛୁ। ସିଏ ତାଙ୍କର ଶୁଣିବାକୁ ମୋଟେ ନାରାଜ, ତାଙ୍କର ମନ ଇଚ୍ଛା କିଛି କରିକି ଚାଲିଲେ। କାମ 1.5 ମାସ, ହଁ 1.5 ମାସ ମଧ୍ୟରେ ବଦଳି ଯାଇଛି ରାଜ୍ୟରେ ରାଜ୍ୟ ସରକାର, କିନ୍ତୁ ବଦଳିନି କାର୍ଯ୍ୟ କରିବାର ବ୍ୟବସ୍ଥା। ଏକଥା ଆଜ୍ଞା ଆମେ କହୁନାହୁଁ, ଏକଥା କହୁଛି ଆମ ହାତରେ ଲାଗିଥିବା କିଛି ପ୍ରମାଣ। ବର୍ତ୍ତମାନ ପାଇଁ ଆମେ ରହିଛୁ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଧୀନ ଇଏ ଜରି ଅଞ୍ଚଳ। ଜରି ଅଞ୍ଚଳର ନାଉବାଙ୍କ ଠାରୁ ଅଣ୍ଡାଳ ଇଏ ରାସ୍ତା ରହିଛି ଏବଂ ଏହି ରାସ୍ତାଟି ବିଞ୍ଝାରପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି। ନୂତନ ଭାବେ ପିଚୁ କାର୍ଯ୍ୟ କରାଯାଇଛି, କିନ୍ତୁ କାର୍ଯ୍ୟ ଏତେ ନିମ୍ନମାନର କରାଯାଇଛି ଯେ ପାଖାପାଖି 1.5 ମାସ ହବ କାମ ହୋଇଛି। ଯାହା ଗ୍ରାମବାସୀଙ୍କର କହିବା କଥା 1.5 ମାସ ହବ ପାଖାପାଖି କାମ ହୋଇଛି, କିନ୍ତୁ ଫଡା ଫଡା ହୋଇ ପିଚୁ ଉଠୁଛି। କେବଳ ଡଷ୍ଟ ପକେଇ ଦିଆଯାଇ ପିଚୁ କାର୍ଯ୍ୟ କରାଯାଇଛି। ଏହାକୁ ନେଇ ଅଞ୍ଚଳର ଲୋକମାନେ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଦୋଷାରୋପ କରିଛନ୍ତି ବ୍ୟବସ୍ଥାକୁ। ଯେଉଁ କାର୍ଯ୍ୟ ବ୍ୟବସ୍ଥା ରହିଛି ଦୋଷାରୋପ କରିଛନ୍ତି। ତେବେ ଚାଲନ୍ତୁ, ଆମ ସହିତ ରହିଛନ୍ତି କିଛି ଅଞ୍ଚଳର ବାସିନ୍ଦା, ତାଙ୍କ ପାଖରୁ ପଚାରି ବୁଝିବା ଏ ନେଇ କଣ କହୁଛନ୍ତି, ଏ କାର୍ଯ୍ୟକୁ ନେଇ କଣ କହୁଛନ୍ତି। ଆଜ୍ଞା ସ୍ୱାଗତ କରିବି ବଡ ଖବରକୁ, ଟିକେ ପରିଚୟ ଦେବେ। ଶ୍ରୀଧର ଜେନା, ଜରି ପଞ୍ଚାୟତ। କଣ କହିବେ ଇଏ ଯୋଉ ରାସ୍ତାର ଯୋଉ ବ୍ୟବସ୍ଥା ଭିତରେ ରାସ୍ତା କାର୍ଯ୍ୟଟି କରାଯାଇଛି, ଆକୁ ନେଇ ଆଜ୍ଞା କଣ କହିବେ? ଆଜ୍ଞା ଅତି ନିମ୍ନମାନର କାମ କଣ୍ଟ୍ରାକ୍ଟର କରିକି ପଳେଇଲା। ଆମେ ଏଇଟା ବିଲ ରାସ୍ତା ତ ଲୋକ ଟିକେ କମ୍ ଆସନ୍ତି, ଟଙ୍କାର ସୁଯୋଗ ନେଇକି ଘଷିକି ପଳେଇଛି। ଖାଲି ଖାଲି ଘଷି ଦେଇଛି, ଦେଖୁନାହାନ୍ତି ଘାସ ଏମିତି ପିଚୁ ହେଇଛି ଯେ ଘାସ ଫୁଟେଇକି ଉଠୁଛି। ସେ ଘାସକୁ ମାରିବା ପାଇଁ ଘାସ ମରା ସ୍ପ୍ରେ ହଉଛି ଏଠି। 2 ଥର ସେ ଘାସ ମରା ସ୍ପ୍ରେ କରିସାରିଲେଣି। ଲୋକ 2 ଜଣ 3 ଜଣ ଆସୁଛନ୍ତି, କାନ୍ଧରେ ଗଳେଇକି ସେ ମେସିନ ଟାକୁ ସ୍ପ୍ରେ କରୁଛନ୍ତି। ମାନେ ତାଙ୍କର ଯୋଉ କାର୍ଯ୍ୟ କରିଛନ୍ତି ସେ କାର୍ଯ୍ୟକୁ ଯୋଉ ନିମ୍ନମାନ ଲୁଚିବା ପାଇଁ ନା କଣ କହୁଛନ୍ତି? ଲୁଚେଇବା ପାଇଁ ସେ ଘାସ ମରା ସ୍ପ୍ରେ କରୁଛନ୍ତି। କାଳେ କିଏ ଦେଖିଦବ ଏମିତି ପିଚୁ ହେଇଛି ଯେ ଘାସ ଫୁଟେଇକି ଉଠୁଛି, ତାକୁ ସେ ଲୁଚେଇବା ପାଇଁ ଘାସ ମରା ସ୍ପ୍ରେ କରୁଛନ୍ତି। ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଯେତେବେଳେ ଏଠି ରାସ୍ତା କାର୍ଯ୍ୟ କରାଯାଉଥିଲା ବିଭାଗୀୟ କର୍ତ୍ତୃପକ୍ଷ କଣ କେହି ଉପସ୍ଥିତ ନଥିଲେ କି? କରିବା ପାଇଁ କେହି ଆସିନଥିଲେ। ଆମେ ବି ଯୋଗାଯୋଗ କରିଥିଲୁ ସେ ଯୋଉ ସମ୍ପୃକ୍ତ ଜେଇ ଆଉ ଏସଡିଓ କୁ, ସେମାନେ କେହି ଆସିଲେ ନାହିଁ। ସେ ତାର ମନ ଇଚ୍ଛା କରିଦେଇ ଗଲା। ଏ ପରବର୍ତ୍ତୀ ସମୟରେ ଯେତେବେଳେ ରାସ୍ତା କାର୍ଯ୍ୟ ସରିଛି, ଏ ପରବର୍ତ୍ତୀ ସମୟରେ ଆପଣ ବିଭାଗ ସହିତ ଯୋଗାଯୋଗ କରିଛନ୍ତି କି ନିମ୍ନମାନର କାମକୁ ନେଇ? ଯୋଗାଯୋଗ କରିଛୁ ଆଜ୍ଞା, ଖରାପ କାମ ହେଲା ଆଉ କଣ କେମିତି, ଆପଣ ତ କେହି ତଦାରଖରେ ଆସିଲେନି, କାମ ଖରାପ ହେଇଛି, କଣ କରିବା ତାକୁ। କହିଲା ନା ସେ ତ 18 ମସିହାର କାମ, ଆଉ ସେ ବନ୍ଦ ଥିଲା, ଗ୍ରାମବାସୀ ବନ୍ଦ କରିଥିଲେ, ଆଉ ଯାହା ହଉ ତାକୁ କରିଦେଇଛନ୍ତି। ଆଉ ତାକୁ କଣ ହଉଛି ଦେଖିବା, ମୁଁ ପଚାରିବି ତାକୁ କଣ୍ଟ୍ରାକ୍ଟର କହିକି। ଆଉ କିଛି ତାର ଉତ୍ତର ନାହିଁ। ଯଦି ଏ କାର୍ଯ୍ୟ 18 ମସିହାର ଥିଲା, ଏ ନେଇ ପାଖରେ ଯୋଉ 0 ପଏଣ୍ଟ ହଉ ବା ଟେଲ ଏଣ୍ଡରେ ହଉ, ସେଠାରେ କିଛି ଲାଗିଛି କି, ତାର ଫଳକ ଲାଗିଛି, ସୂଚନା ଫଳକ ଲାଗିଛି କି? କୋଉଠି ବି ସୂଚନା ଫଳକ ନାହିଁ। କେତେ ଟଙ୍କାର କାମ, କେତେ ମିଟର ହବ, କେତେ ତାର ମୋଟେଇ ରହିବ, କିଛି ଲେଖା ନାହିଁ। ଏ କାର୍ଯ୍ୟଟି କେଉଁ କଣ୍ଟ୍ରାକ୍ଟର କରିଥିଲେ? ବସନ୍ତ ମିଶ୍ର। ତ ଆପଣ ଯେତେବେଳେ ବାରମ୍ବାର ବିଭାଗକୁ ଯୋଗାଯୋଗ କରିଛନ୍ତି, ସେ କହିଛନ୍ତି ଦେଖିବା, କିନ୍ତୁ ପରବର୍ତ୍ତୀ ସମୟରେ ଚୁପ ହେଇ ରହିଯାଇଛନ୍ତି। ତେବେ ଏ ନେଇ ଆପଣ ଲିଖିତ ଭାବେ କେଉଁଠାକୁ ଜଣାଇଲେଣି କି? ଆମେ ଲିଖିତ ଦେଇନୁ, ଆମେ ପ୍ରସ୍ତୁତ ହଉଛୁ, ଯାଇକି ଜିଲ୍ଲାପାଳଙ୍କୁ ଦବୁ, ସେ ଡିପାର୍ଟମେଣ୍ଟର ଯିଏ ବଡ଼ ଅଫିସର ଅଛି ତାଙ୍କୁ ଦବୁ। ସେଠି ଯଦି କିଛି ସୁଫଳ ନ ମିଳେ ଆମେ ଜିଲ୍ଲାପାଳ ଅଫିସରେ ବସିବୁ, ନାହିଁ ତ ମୁଖ୍ୟମନ୍ତ୍ରୀଙ୍କ ଗ୍ରିଭାନ୍ସ ପର୍ଯ୍ୟନ୍ତ ଯିବୁ। ଯାହା ଶୁଣୁଥିଲେ, କଣ ରହିଥିଲା ପ୍ରତିକ୍ରିୟା ଏ ଗ୍ରାମବାସୀ ଜଣଙ୍କର ଏ ରାସ୍ତା କାମକୁ ନେଇ? ଯଦି ପରବର୍ତ୍ତୀ ସମୟରେ ସେ ଲିଖିତ ଭାବେ ଯଦି ଜଣାଉଛନ୍ତି, ବିଭାଗ ଯଦି କିଛି ଆକ୍ସନ ନ ନେଉଛି, ତେବେ ସେ ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଯିବାକୁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ। କାହିଁକି ନା ଏ ରାସ୍ତା କାମ ଅତି ନିମ୍ନମାନର କାର୍ଯ୍ୟ ହୋଇଛି ଏବଂ ଯେ କଣ୍ଟ୍ରାକ୍ଟର ରହିଛନ୍ତି, ସମ୍ପୃକ୍ତ କଣ୍ଟ୍ରାକ୍ଟର ଏଠି ସେ କାର୍ଯ୍ୟ ଏଇଭଳି ଭାବେ କାର୍ଯ୍ୟ କରି ବିଲ୍ କରିବାକୁ ବୋଧେ ମସୁଦା ଚଳାଉଛନ୍ତି। ତେବେ ଏ ନେଇ ପରବର୍ତ୍ତୀ ସମୟରେ ଆମେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହିତ ମଧ୍ୟ ପ୍ରତିକ୍ରିୟା ନେବୁ। ସେ ପ୍ରତିକ୍ରିୟାରେ କଣ କହୁଛନ୍ତି ତାଙ୍କ ସହିତ ପ୍ରତିକ୍ରିୟା ନେବୁ ଏବଂ ଆପଣଙ୍କୁ ନିଶ୍ଚିତ ଭାବେ ଦେଖାଇବୁ ଏ ରାସ୍ତା ଯୋଉ କାର୍ଯ୍ୟ ହୋଇଛି, ଏ ରାସ୍ତା କାର୍ଯ୍ୟର ଏ ନିମ୍ନମାନର କାର୍ଯ୍ୟକୁ ନେଇ ବିଭାଗ
କଣ ପଦକ୍ଷେପ ଗ୍ରହଣ କରୁଛି। ବିଞ୍ଝାରପୁର ଦେବୀଦତ୍ତ ସାମଲଙ୍କ ରିପୋର୍ଟ, ବଡ଼ ଖବର।